আরে চাউলরে ভাত সবুঠি রন্ধা তো ভাইয়া আরে চাউলরে ভাত সবুঠি রন্ধা তো আচ্ছা আরে ভাতরু চাউল কেউঠি হুয়ে মিতଣିলো জগন্নাথ ধাম সিଏ আলো মিতଣିলো জগন্নাথ ধাম সিଏ চাউলরে ভাত ସବୁଠି ରନ୍ଧା ତ ଚାଉଳରେ ଭାତ ସବୁଠି ରନ୍ଧା ତ ଭାତରୁ ଚାଉଳ କେଉଁଠି ହୁଏ ମିତଣିବ ଜଗନ୍ନାଥ ଧାମ ମିତଣିବ ଜଗନ୍ନାଥ ଧାମ ଜଗନ୍ନାଥ ଧାମ ମାରିବା ଲୋକକୁ ଦଣ୍ଡ ନାହିଁ ସେଠି ମାରିବା ଲୋକକୁ ଦଣ୍ଡ ନାହିଁ ସେଠି ମାଡ଼ ଖାଇ ଭକ୍ତ ପାଉନାହାନ୍ତି ମିତଣିବ ଜଗନ୍ନାଥ ଧାମ ମିତଣିବ ଜଗନ୍ନାଥ ଧାମ ଗୋଡ଼ା ଦିଅ ନାହିଁ ଗୋଡ଼ ହାତ ପୂର୍ଣ୍ଣ ବ୍ରହ୍ମ ତାକୁ କହନ୍ତି ଜଗତ ଦର ଗୋଡ଼ା ଦିଅ ନାହିଁ ଗୋଡ଼ ହାତ ପୂର୍ଣ୍ଣ ବ୍ରହ୍ମ ତାକୁ କହନ୍ତି ଜଗତ ବଡ଼ ଭାଇ ବଡ଼ ଦେବ ଥାଉ ଥାଉ ବଡ଼ ଭାଇ ବଡ଼ ଦେବ ଥାଉ ଥାଉ ସାନ ଭାଇ ବଡ଼ ଠାକୁର ହୁଏ ମିତଣିଲ ଜଗନ୍ନାଥ ଧାମ ମିତଣିଲ ଜଗନ୍ନାଥ ଧାମ ମିତଣିଲ ଜଗନ୍ନାଥ ଧାମ ମିତଣିଲ ଜଗନ୍ନାଥ ଧାମ ମୋହନ ମୋହନ সোনারু পাতই ଦର ପୋଡ଼ା ମାଟି হান্ডিরে ভুঞ্জই ମୋହନ ମୋହନ সোনারু পাতই ଦର ପୋଡ଼ା ମାଟି হান্ডিরে ভুঞ্জই କାନ ନାହିଁ ଗୀତ গোবিন্দ কুশুনি କାନ ନାହିଁ ଗୀତ গোবিন্দ কুশুনি ଆମେ ଶୋଇଲେ ଆମ ଆଖି ପତାଟା ବନ୍ଦ ହେଇଯାଉଛି ବନ୍ଦ ହେଇଯାଉଛି ଆମେ ଯେତେବେଳେ ଶୋଇବା ଆମ ଆଖି ପତାଟା ବନ୍ଦ ହେଇଯାଉଛି କିନ୍ତୁ କାନ ନାହିଁ ଗୀତ গোবিন্দ কুশুনি କାନ ନାହିଁ ଗୀତ গোবিন্দ কুশুনি ଚକା ଆଖି ମେଲି বহুর হুয়ে মিতনিল জগন্নাথ ধাম মিতনিল জগন্নাথ ধাম ଚାଉଳରେ ଭାତ ସବୁଠି ରନ୍ଧା ତ ଚାଉଳରେ ଭାତ ସବୁଠି ରନ୍ଧା ତ ଭାତରୁ ଚାଉଳ ଯେଉଁଠି ହୁଏ ଜଗନ୍ନାଥ ଧାମ ମିତନିଲ ଜଗନ୍ନାଥ ଧାମ
ଚାଉଳରେ ଭାତ ସବୁଠି ରନ୍ଧା ତ ରନ୍ଧା ତ ଭାତରୁ ଚାଉଳ କେଉଁଠି ହୁଏ କେଉଁଠି ହୁଏ ସଂସାରରେ ସମସ୍ତେ ଜାଣିଲେ ଚାଉଳ ରାନ୍ଧିଲେ ଭାତ ହଉଛି ସମସ୍ତେ ଜାଣିଛି କିନ୍ତୁ ଭାତରୁ ଚାଉଳ କେବଳ ଗୋଟିଏ ସ୍ଥାନ ସିଏ ହଉଛି ଜଗନ୍ନାଥ ଧାମ ସିଏ ହଉଛି ଜଗନ୍ନାଥ ଧାମ ସବୁଠି ଚାଉଳରେ ଭାତ ହଉଛି କିନ୍ତୁ ଗୋଟିଏ ସ୍ଥାନ ସିଏ ହଉଛି ଭାତରୁ ଚାଉଳ କୋଉଠି ଜଗନ୍ନାଥ ଧାମ ଅବଡ଼ା ଭାତ ଶୁଖେଇ ଦେଲେ ନିର୍ମାଲ୍ୟ ଚାଉଳ ନା ନାହିଁ ଆମର ହାଣ୍ଡି ଭାତ ଶୁଖେଇଲେ ହେଇଯିବ କି ଆମ ଘର ଭାତ ହେଇଯିବ କି କିନ୍ତୁ ଜଗନ୍ନାଥଙ୍କର ଯୋଉ ଅବଡ଼ା ଭାତ ଶୁଖେଇ ଦେଲେ ସିଏ ହଉଛି ନିର୍ମାଲ୍ୟ ଚାଉଳ ଭାତରୁ ଚାଉଳ କେମିତି ଆଶ୍ଚର୍ଯ୍ୟ ଜିନିଷ ଏଣୁକରି ଆମେ ଜଗନ୍ନାଥ କାହିଁକି ମାନୁଛେ ଯୋଉ ଆଶ୍ଚର୍ଯ୍ୟ ସଂସାରରେ କୋଉଠି ମଧ୍ୟ ନାହିଁ ମାରିବା ଲୋକକୁ ଦଣ୍ଡ ନାହିଁ ସେଠି ଆମକୁ କିଏ ମାରିଲେ ଆମେ କାହାକୁ ଛାଡ଼ିବା କି ଚାପଡ଼ା ବାଡ଼େଇଦେଲେ। ଆମେ ବିଧାଡ଼ି ହେଲେ ବାଡ଼େଇବା କିନ୍ତୁ ସେଇଠି ମାଡ଼ ଖାଉଛେ ପଇସା ଦଉଛେ ସିଂହ ଦ୍ୱାରେ ଭିଡ଼ା ଭିଡ଼ି ବାଜୁ ଅଛି ବେତବାଡ଼ି ବେତବାଡ଼ି ଖାଉଛେ ଦକ୍ଷିଣା ଦଉଛେ କୋଉଠି ଅଛି ମାଡ଼ ଖାଇକିରି କିଏ ପଇସା ଦବ କିନ୍ତୁ ସେଠି ମାଡ଼ ଖାଉଛେ ପଇସା ଦଉଛେ ଜଗନ୍ନାଥ ଧାମ କେତେଟା ଆଶ୍ଚର୍ଯ୍ୟ ଅଛି ମୁଁ କହୁଛି ଦେଖ ନା ନାହିଁ ଦରପୋଡ଼ା ମାଟି ହାଣ୍ଡିରେ ମହଣ ମହଣ ସୁନା ରୂପା ଥୋଇ ଦରଗଢ଼ା ଦିଅ ନାହିଁ ଗୋଡ଼ ହାତ କିନ୍ତୁ ପୂର୍ଣ୍ଣ ବ୍ରହ୍ମ ତାକୁ କହନ୍ତି ଜଗତ ସିଏ ହଉଛନ୍ତି ପୂର୍ଣ୍ଣ ବ୍ରହ୍ମ ଦେଖନ୍ତୁ ସିଏ ହଉଛନ୍ତି ଅବତାରୀ ପୁରୁଷ ହାତ ଅଛି ପାପୁଲି ନାହିଁ ଆଖି ଅଛି ପତା ନାହିଁ ଶରୀର ଅଛି ପାଦ ନାହିଁ କାହିଁକି ନାହିଁ କଣ ପାଇଁ ନାହିଁ ଟିକେ ଟିକେ ଅଳ୍ପ ବହୁତ ସମୟ ଗୋଟିଏ ବିଷୟରେ ବହୁତ ସମୟ ଯିବ କେତେ ଜାଣିବା ପାଇଁ ଟିକେ ଅଳ୍ପ ସମୟରେ ସବୁ ବିଷୟ କହିଦଉଛି ତିନିଟା ଯାକ କଥା ଭଗବାନ ହେଲେ ପ୍ରଥମରେ ହେଲା ହାତ ଅଛି କାହିଁକି ପାପୁଲି ନାହିଁ ତାରା କହିବାଣୀ ଶୁଣ ହେ ରଘୁମଣି ଏଡ଼େ ଅଧର୍ମ କି କଲ ବନବାସକୁ ଆସି ଜୟପତି ବିନାଶୀ ଏଥିରେ କି ଯଶ
କିପା କଲ କିମ୍ପା ଗଲ ବାଳିକି ଏକାକଣ୍ଡକରେ ବଧ କରିଛନ୍ତି କିଏ ପ୍ରଭୁ ରାମଚନ୍ଦ୍ର ବାଳିର ମୃତପିଣ୍ଡ ପଡିଛି ପଡିଛି ତାରା ରାମଚନ୍ଦ୍ରଙ୍କୁ ଧିକାର କରି କହୁଛି ହେ ପ୍ରଭୁ ବନବାସକୁ ଆସି ମୋର ପତିକୁ ନାସି ଏଥିରେ କି ଦୋଷ ପାଇଲ କଣ ମୂଲ୍ୟ ମିଳିଲେ ତମକୁ ପ୍ରଭୁ ମୋର ସ୍ୱାମୀ କଣ ତମର ଶତ୍ରୁତା କରିଥିଲେ ହଁ ତମର କଣ ଅପରାଧ କରିଥିଲେ ତମର କେତେ ଖାଇଥିଲେ ତାଙ୍କ ଦି ଭାଇ ଭିତରେ ଥିଲା ଶତ୍ରୁତା ଆଉ ତାଙ୍କ ଦି ଭାଇ ଭିତରେ ଶତ୍ରୁତା ଥିଲା ମାଡୋଳ ଲାଗିଥିଲେ କିନ୍ତୁ ଦି ଭାଇ। ବାଳି ରାମଚନ୍ଦ୍ରଙ୍କର ଶତ୍ରୁତା କରିନଥିଲେ କିଛି କରିଥିଲେ ନାହିଁ ନା 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 ତାରା କହିଲେ ମୋ ସ୍ୱାମୀ ତମର ଅପରାଧ କରିନଥିଲେ କିଛି କରୁନଥିଲେ ଅଥଚ ଆସିଲ ଲୁଚି ଲୁଚିକିରି ମୋ ସ୍ୱାମୀକି ମାରିଲ ମାରିଲ ସମ୍ମୁଖ ଯୁଦ୍ଧରେ ନାହିଁ ଲୁଚିକି ମାରିଲ ଲୁଚିକିରି ମାରିଲ ମୋ ସ୍ୱାମୀ ଦମ ଥିଲା ସାମ୍ନାରେ ଯୁଦ୍ଧ କରି ମାରିଲନି ସମ୍ମୁଖ ଯୁଦ୍ଧରେ ତମ ଅଧର୍ମପଣ ଦେଖି ଏ ରଘୁରାଣ ଦଶ ତମେ ଗୋଟେ ଅଧର୍ମୀ ଲୋକ ହେଇଥିବା ଯୋଗୁ ଦଶରଥ ତମକୁ ରାଜ୍ୟରୁ ତଡ଼ି ଦେଇ ବାହାର କାଢିଛନ୍ତି, କରିଦେଲେ। ବାଦ ଦେଇ କିଏ ଥିଲା ହେଲା। ଧର୍ମ ପୁରୁଷ କିନ୍ତୁ ମୁଁ ଯାହା ଦେଖୁଛି ତମେ ଗୋଟେ ଅଧର୍ମ ପୁରୁଷ ଧର୍ମ ପୁରୁଷ କିଏ କହିଲେ ତାରା ବାଡିର ଭାର୍ଯ୍ୟା ତାରା ରାମଚନ୍ଦ୍ରକୁ ଧିକାର କରି କହୁଛି ବିନା କାରଣରେ ତମେ ମୋ ସ୍ୱାମୀକି କାହିଁକି ମାରିଲ କାହିଁକି ମାରିଲ ତମର କିଛି ଦୋଷ କରିନାହାନ୍ତି ମୋ ସ୍ୱାମୀ ନାହିଁ ତେଣୁ ତମକୁ ଅଭିଶାପ ଦେଉଛି ତମେ ଯେମିତି ମୋ ସ୍ୱାମୀକି ଲୁଚିକିରି ମାରିଛ ଲୁଚିକି ମାରିଛ ଯଦି ପତିବ୍ରତା ନାରୀ ହେଇଥିବି ସତୀ ନାରୀ ହେଇଥିବି ତାହେଲେ ତମକୁ ଜଣେ ମଧ୍ୟ ବିନା କାରଣରେ ଲୁଚିକିରି ମାରିବ ମାରିବ ଏ ଅଭିଶାପ ତମେ ଭୋଗ କରିବ ଆଜ୍ଞା ସତୀ ନାରୀ ବାକ୍ୟ କେବେ ଅନ୍ୟଥା ହବନି ନା ନା ଆପଣ ନା ଦେଖିଥାନ୍ତୁ ଭଗବାନଙ୍କ ଭଳି ଲୋକ ମଧ୍ୟ ପାପ ଭୋଗ କରିବାକୁ ବାଧ୍ୟ ହେଇଗଲେ ତୃତୀୟ ଯୁଗରେ ତାର ଅଭିଶାପ ଦେଲା ମୋ ସ୍ୱାମୀକି ବିନା କାରଣରେ ତମେ ଲୁଚିକିରି ମାରିଲ ତମକୁ ମଧ୍ୟ ଜଣେ ଲୁଚିକିରି ମାରିବ ଦ୍ୱାପର ଯୁଗରେ କୃଷ୍ଣ ଅବତାରରେ ଯାରା ଶବର ଭଗବାନଙ୍କୁ ଲୁଚିକିରି ମାରିଲା ବିନା କାରଣରେ ନା ନାହିଁ ଦେଖନ୍ତୁ ଶୁଣୁଛନ୍ତି ନା ଆଜ୍ଞା ତୃତୀୟ ଯୁଗର ଅଭିଶାପଟା ଫଳିଲା କେବେ କଲି ଯୁଗରେ ଦ୍ୱାପର ଯୁଗରେ ଆଁ? ଦ୍ୱାପର ଯୁଗରେ ଓ ଲୁଚି ଯାରା ଶବର ଲୁଚିକିରି ମାରିଲା କୃଷ୍ଣଙ୍କୁ ହଁ ନା ନାହିଁ ହୁଁ। ଆଉ ସେଠି ଭଗବାନ କହିଲେ ପ୍ରକୃତରେ ମୁଁ ଆଜି ଅପରାଧ କରିଛି ହୁଁ। ବାଳି ମୋର ଦୋଷୀ ନୁହଁ ନାହିଁ ଅପରାଧୀ ନୁହଁ ନାହିଁ ଅଥଚ ଆଜି ବିନା କାରଣରେ ମୁଁ ବାଳିକି ମାରିଛି ମାରିଛି। ତମ ଅଭିଶାପଟା ମୁଁ ଭୋଗ କରିବା ପାଇଁ ବାଧ୍ୟ ଦ୍ୱାପର ଯୁଗରେ ତମର କିନ୍ତୁ ଏ ଯୁଗରେ ନାହିଁ କଳି ତମ ଯୁଗ। ଅଭିଶାପଟା ମୁଁ ଦ୍ୱାପର ଯୁଗରେ ଭୋଗ କରିବି ଯେହେତୁ ଆଜି ହାତ ଥିଲା ବୋଲି ତାକୁ ମାରିଲି ମାରିଲି ହାତ ଥିଲା ବୋଲି ତାକୁ ମାରିଲି ହୁଁ କିନ୍ତୁ ଏ କଳି ଯୁଗରେ ଯେତେବେଳେ ମୁଁ ଅବତାର ନେବି ହଁ। ଆଉ ଏ ହାତ ମୋର ରହିବନି ଏ ପାପୁଲି ନଥିବ ପାପୁଲି ଥିଲା ବୋଲି ଧନୁ ଧରିଲି ବିନା କାରଣରେ ଜଣକୁ ମୁଁ ମାରିଲି ଏ ପାପ ଭୋଗ କରିବା ପାଇଁ କଳି ଯୁଗରେ ମୋର ଆଉ ହାତ ନଥିବ ନଥିବ ତେଣୁ କରି କଳି ଯୁଗରେ ଜଗନ୍ନାଥ ଅବତାରରେ ତାରାଙ୍କର ଅଭିଶାପଟା ଯୋଉଟା କି ଆଜି ହାତ ନାହିଁ ପାଦ କାହିଁକି ନାହିଁ ପାଦ କଣ ପାଇଁ ନାହିଁ କାହିଁକି ଲାଭାନ୍ୟଗୁଷ୍ଟ ମାତ୍ରଂ ଜଗତ ବତ୍ସତିଳକಂ ପୁସ୍ତକಂ ବର୍ଣ୍ଣମାଳ ସ୍କନ୍ଧେ ଯଜ୍ଞ ପବିତಂ ତ୍ରିଦଶ ଦୂତିହରଂ ତତ୍ପରଂ ଚୋତରୀୟଂ ଧୃତା ଛତ୍ରଞ୍ଜ ବାଟ ଛତ୍ରଞ୍ଜ ବାମେ ଦୟ କୁଶବଟୁକଂ ତାମ୍ରପାତ୍ରଞ୍ଜ ଦକ୍ଷେ ଈଦବେ ମଞ୍ଚ ଭୂତ୍ୟା ବାଳି ସାଧନଗତ ପାଠୟେତ ଶ୍ୟାମ ଶ୍ୟାମ ବେଦ ସତ୍ୟ ଯୁଗେ ବାମନ ଅବତାର ବଳି ରାଜା ଦାନ ଦଉଛି ଆଚ୍ଛା ଦଉଛି ବ୍ରାହ୍ମଣ ରୂପ ଧରିକିରି ଭଗବାନ ପହଞ୍ଚିଲେ ବଳି ଦ୍ୱାରରେ ହଁ ତିନି ପାଦ ଦାନ ମାଗିଲେ ମାଗିଲେ ଶୁକ୍ରଗୁରୁ ମନା କରୁଛନ୍ତି ଯେ କପଟରେ ଆସିଛି ତୁ ଆକୁ ଦେ ନା ଏଇଟା ଦେ ନା କପିଟା ମୁଁ ଯାହା ଘରୁ ଅତିଥି ବାହୁଡେ ସେ ଜନ ପ୍ରେତ ମୁଖେ ପଡେ ପଡେ ମୋର ମା ମାନେ ମନେ ରଖିଥାନ୍ତୁ ଅତିଥି କି କେବେ ମଧ୍ୟ ଘରୁ ବାହୁଡେଇବାକୁ ନିରାଶ କରି ହବ ନାହିଁ ଭିକାରୀ ଆସିଛି ଆମ ଶକ୍ତି ଅଛି ମୁଠାଟି ଚାଉଳ ମଧ୍ୟ ତାକୁ ଦେଇକିରି ଘୋଡ଼ିବା ଯଦି ଭିକାରୀ ଘର ମୁହଁରୁ ବାହୁଡିକିରି ପଳେଇଲା ଆମର ଅମଙ୍ଗଳ ଭାଗବତରେ ଲେଖା ହେଇଛି ଯାହା ଘରୁ ଅତିଥି ବାହୁଡେ ସେ ଜନ ପ୍ରେତ ମୁଖେ ପଡେ ପଡେ ଯଦି ଆମେ ଜାଣିଲେ ଆମ କାନରେ ତାର ଡାକଟା ପଡୁଛି ଯଦି କବାଟ ମଡେଇ ଦେବା ମହାପାପ ଠିକ ଠିକ ଭିକାରୀ କି କେବେ ମଧ୍ୟ ଶୂନ୍ୟ ହସ୍ତରେ କେବେ ଘରୁ ଫେରେଇବାକୁ ହବନି ହବ ନାହିଁ ଯଥାଶକ୍ତି ଅଛି ବହୁତ ନ ହଉ ମୁଠାଟି ଚାଉଳ ହଉ ଦେବା ଦାନରେ ଅର୍ଣ୍ଣଦାନ ବ୍ରତରେ ଏକାଦଶୀ ଏକାଦଶୀ ଭୋଗରେ ରାଜଭୋଗ ରାଜଭୋଗ କଷ୍ଟରେ ପରବାସୀ ପରବାସୀ ଚିନ୍ତା କରିଥାନ୍ତୁ ଆଜ୍ଞା ଆମ ପାଖରେ ସୁନା ଅଛି ସୁନା ଖାଇକିରି ବଞ୍ଚିବା ନା 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 ଟଙ୍କା ଅଛି ଟଙ୍କା ଖାଇକିରି ବଞ୍ଚିବା ବଞ୍ଚିବାନି ଯୋଉ ଅନ୍ନ ମୁଠାଟି ଦେଇଥିବା ଯୋଉ ଅନ୍ନ ମୁଠାଟି ଚାଉଳ ମୁଠାଟି ଦେଇଥିବା ସେ ଅନ୍ନ ମୁଠାଟି ପରବର୍ତ୍ତୀ ମିଳିବ। ଅବସ୍ଥାରେ ଯେତେବେଳେ କି ଯିବା ସେ ଅନ୍ନ ମୁଠାଟା ଆଉଥରେ ଆମକୁ ମିଳିବ ମିଳିବ ତେଣୁ ଦେଇଥିଲେ ପାଇ ବୁଣିଥିଲେ ଦାଇ ଦାଇ ଆଜି ଯୋଉ ମା ପରିଶ୍ରମ କରିଛନ୍ତି ସେ ପରିଶ୍ରମଟା ବୃଥା ଯିବନି ତାଙ୍କର ଏଟା ଧର୍ମଟା ସଞ୍ଚୟ ହେଇକିରି ଆଜି ରହିବ ମା ଆମେ କାହାକୁ ପାଣି ଗିଲାସଟି ଦେଇଛେ ମା ଅସମୟରେ ଆମକୁ କିଏ ମଧ୍ୟ ଆଉଥରେ ପାଣି ସିଆକା ଦବ ବୋଲି ଲେଖା ନାହିଁ କିଏ ହେଲେ ଜଣେ ପାଣି ଗିଲାସଟି ଦବ ଆଣିକି
ନା ନାହିଁ କାହାକୁ ଯଦି ଭାତ ମୁଠାଟି ଦେଇଛେ ଆମକୁ ମଧ୍ୟ ଆଜ୍ଞା ଭାତ ମୁଠାଟି ଦିନେ ମିଳିବ ଆମେ କାହାକୁ କିଛି ଦେଇନେ ଆମକୁ ମଧ୍ୟ କେବେ ମିଳିବ ନାହିଁ। ଏଇଟା ଜାଣିଥାନ୍ତୁ, ଏଟା ସୁନିଶ୍ଚିତ। ସେବା ଉଲ୍ଟେ ଦେଲେ ହେଲା ବାସେ ବାସେ ସେବା ଉଲ୍ଟେ ଦେଲେ ହେଲା ବାସେ ବାସେ, ସିଏ ଆଜ୍ଞା ବାସିବ, ସେ ମହକିବ, ଭଗବାନଙ୍କ ପାଖରେ ପହଞ୍ଚିଯିବ ତାର ସେବା ଯୋଉ ବାସନାଟା, ତାକୁ କେବେ ମଧ୍ୟ ଦଣ୍ଡ ନାହିଁ ନିଶ୍ଚିତ ଭାବରେ। ତେଣୁ କରି ଯେତେବେଳେ କି ବଳି ଦ୍ୱାରରେ ଭଗବାନ ପହଞ୍ଚିଲେ, ବଳି କଲା ମୋର ଭାଗ୍ୟ, ଶୁକ୍ରଗୁରୁ ଦେ ନା ତାକୁ, ଇଏ ଭଗବାନ ଆସି ତ ବାମନ ରୂପରେ ଯିଏ ହଉଛି ହଉ ଜ୍ଞାତା ଦତ୍ୟ ଗୁରୁର ବଳି ସମନସ ଦାନ ପ୍ର ତତ୍ପଦଂ ଭାଗ୍ୟ ପୂର୍ବକୃତ ଜନ୍ମ ସଫଳ ତତ୍ପଦଂ ରେନ୍ମାନୟା। ମୋର ପୂର୍ବର ଭାଗ୍ୟ ଯେ ଭଗବାନ ନିଜେ ମୋ ଦ୍ୱାରକୁ ଆସିଛନ୍ତି ଭିକ୍ଷା ନେବା ପାଇଁ, ଦାନ ନେବା ପାଇଁ, ଆଉ କଣ ମୋର ଆଉ ଭାଗ୍ୟ ଅଛି ଆଉ। ହେଲେ ଯେତେବେଳେ କି ଦାନ ଦେଲା ବାମନ କଣ କଲେ ସେଠି ପାଦେ ଏକ ଅମର ଭୁଞ୍ଜ ନଦୀପତି ମର୍ତ୍ତ୍ୟପୁର ଛା ଦେ, ଗୋଟିଏ ପାଦରେ ସ୍ୱର୍ଗପୁର, ଦ୍ୱିତୀୟ ପାଦରେ ମର୍ତ୍ତ୍ୟପୁର ସରିଗଲା। ହଁ ବୋଲେ ହରେ 3 ପାଦ ସତ୍ୟ କରିଥିଲୁ, 2 ପାଦ ଦେଲୁ, ଆହୁରି ଗୋଟେ ପାଦ ବାକି ଅଛୁ। ବଳି କଲା ତମର ପାଦ ନାହିଁ କି ମୋର ସମ୍ପତ୍ତି ନାହିଁ, ତମ ପାଖରେ ଆଉ ପାଦ ନାହିଁ କି ମୋ ପାଖରେ ଆଉ ସମ୍ପତ୍ତି ନାହିଁ। ଭଗବାନ କଣ କଲେ ନା ଭୂତ ତକ୍ଷଣ ଏକ ନାଭିରୁ ଆଉ ଗୋଟେ ପାଦ ଜାତ କଲେ, କହିଲେ ଦେ ପାଦକୁ ଦାନ। ଶ୍ରୀ ବଳିରାଜା ନିଜର ମସ୍ତକଟାକୁ ଦେଖେଇଦେଲେ, ବୋଲି ଯୋଉ ଗର୍ବ ଅହଙ୍କାର ଅଛି ପ୍ରଭୁ, ମୁଁ ଭାବୁଥିଲି ସଂସାରରେ ମୋଠୁ ଆଉ କିଏ ବଡ ନାହିଁ, ଦେଖିଲି ତମର ଏ ପାଦର ନଖ କୋଣକୁ ମଧ୍ୟ ସଂସାର ଯାକ ନିଅଣ୍ଟ, ଯୋଉ ପାଦରେ ଏଡେ ବଡ ସ୍ୱର୍ଗପୁର ରହିଗଲା, ଯୋଉ ପାଦରେ ଏଡେ ବଡ ମର୍ତ୍ତ୍ୟପୁର ସରିଗଲା, 2 ପାଦରେ ସଂସାର ଯାକ ନିଅଣ୍ଟ, ଆହୁରି ପ୍ରଭୁ ଆହୁରି ଗୋଟେ ପାଦ ଆଉଥରେ ନାଭିରୁ ବାହାରିଲା ପ୍ରଭୁ। ଏ ଯୋଉ ଅହଙ୍କାର ଥିଲା ଯେ ମୋଠୁ ବଡ ଲୋକ କିଏ ନାହିଁ, ପ୍ରଭୁ ପାଦଟା ଦେଇଦିଅ, ଭଗବାନ ତାକୁ ଦେଇଦେଇକି ପାତଳକୁ ଚାପି ଦେଲେ। କିନ୍ତୁ ବଳିରାଜାର ସ୍ତ୍ରୀ ବିନ୍ଧ୍ୟାବାଳୀ କହିଲେ ବୋଲେ ପ୍ରଭୁ ଆପଣ ଦାନ ମାଗିବାକୁ ଆସିଲେ ବ୍ରାହ୍ମଣ ବାମନ ଅବତାରରେ, ଛଳ କପଟ କରି ଦାନ ମାଗିଲେ, ଶେଷକୁ ସେ ପାଦରେ ମୋ ସ୍ୱାମୀ କି ପାତାଳକୁ ଚାପିଦେଲେ। ତେଣୁ କରି ଯୋଉ ପାଦରେ ପାତାଳକୁ ଚାପିଲେ ପ୍ରଭୁ ଅଭିଶାପ ଦଉଛି ତମକୁ, ତମର ସେ ପାଦ ରହିବ ନାହିଁ। ଯୋଉ ପାଦରେ ପାତାଳକୁ ଚାପିଛ ସେ ପାଦ ରହିବ ନାହିଁ। ତେଣୁ କରି ଭଗବାନ କହିଲେ ଠିକ ଅଛି, ସତ୍ୟର ଅଭିଶାପଟା କଳିରେ ଭୋଗ କରିବି। ତ୍ରେତାର ଅଭିଶାପଟା ଦେଲା କିଏ? ତାରା। ଗୋଟେ ଗୋଟେ ଯୁଗର ଦେଖନ୍ତୁ, ତ୍ରେତାର ଅଭିଶାପ ଦେଲା ତାରା, ଯେ ଯୋଉ ହାତରେ ମାରିଛ ତମର ହାତ ରହିବ ନାହିଁ, ସ୍ୱର ମାରିଛ ଧରିକିରି, ତେଣୁ ହାତ ରହିବନି, ଏଟା ତ୍ରେତାର ଅଭିଶାପ। ସତ୍ୟ ଯୁଗର ଅଭିଶାପ ହେଲା ବଳିରାଜାର ସ୍ତ୍ରୀ, ଯେ ଯୋଉ ପାଦରେ ପାତାଳକୁ ଚାପିଲ ସେ ପାଦ ରହିବ ନାହିଁ, ତେଣୁ କଳି ଯୁଗରେ ପାଦ ରହିବ ନାହିଁ। ଦ୍ୱାପର ଯୁଗ ଆସିଲା, ଭୀମ ଦୁର୍ଯ୍ୟୋଧନ ଯୁଦ୍ଧ କରୁଛନ୍ତି, ହେଲେ ଦୁର୍ଯ୍ୟୋଧନର ଦୋଷଟା ମରଣ ଭେଦୁଡା ଅଛି ଏଇଠି, କୋଉଠି? ଏଇଠି ଜାନୁ ଦେଶରେ ଅଛି, ଏଇଠିକି ବାଡେ ଲାଗା ମରିବ ସିନା, ନହେଲେ ସିଏ ମରିବ ନାହିଁ। ସର୍ବାଙ୍ଗସ୍ୱରେ ତାର ବଜ୍ର ହେଇଯାଇଛି। କାହିଁକି ବଜ୍ର ହେଇଯାଇଛି? ଯୁଦ୍ଧ ସରିଗଲା ସବୁ ଯାକ। ଏଟା ଦିଟା କଥା ଅଛି, ଗୋଟେ ହେଲା ଦୁର୍ବାସା ଋଷିଙ୍କର ଅଭିଶାପ, ଦୁର୍ଯ୍ୟୋଧନ ଗୋଟେ ଛୋଟ ପିଲା ହେଇଥିଲା, ଗାନ୍ଧାରୀ ନେଇକିରି କଣ କଲେ ଦୁର୍ବାସା ଋଷିଙ୍କୁ ଦେଇଦେଲେ, ମୋ ପୁଅକୁ ଅଣ୍ଡାଳି ଦିଅ, ଦେହ ଯାକ ବଜ୍ର ହେଇଯିବ। ଇଏ ଅଣ୍ଡାଳି ଆଣୁଛନ୍ତି, ଦୁର୍ଯ୍ୟୋଧନ ମଳତ୍ୟାଗ କରିଦେଲା। ହେଲେ ସବୁଆଡେ ଅଣ୍ଡାଳି ଦେଲେ, ମଳଦ୍ୱାରଟାକୁ ଛାଡି ଦେଇଥିଲେ, ତେଣୁକରି ଏଇଠି ହାତ ବାଜିନି, ଏତିକ ବଜ୍ର ହେଇନଥିଲା। ପୁଣି ଯୁଦ୍ଧର ଶେଷ ହେଲା, ସମସ୍ତେ ମରିଗଲେଣି, ଗାନ୍ଧାରୀ କହିଲା ଦୁର୍ଯ୍ୟୋଧନକୁ, ବୋଲା ମା ତୁ ମତେ ଆଶୀର୍ବାଦ ଦେ। ଦୁର୍ଯ୍ୟୋଧନ କହିଲା ଏବେ ମତେ ଆଶୀର୍ବାଦ ଦେଲେ ମୋର ଯୁଦ୍ଧରେ ଜୟ ହବ। ସବୁଠୁ ଆଶୀର୍ବାଦ ମାର ଆଶୀର୍ବାଦଠୁ ଆଶୀର୍ବାଦ ନାହିଁ, ତୁ ଏବେ ମତେ ଆଶୀର୍ବାଦ ଦେଇଦେଲେ ମୁଁ ଯୁଦ୍ଧରେ ଜିଣିଯିବି। କିନ୍ତୁ ଗାନ୍ଧାରୀ କହିଲା ବାପରେ ଅକ୍ଷୟ ହେଉ ପୁଣ୍ୟ ଜଗତେ ଧର୍ମର ହେଉ ଜୟ ବୋଲି କହିଛି, ଧର୍ମର ହେଉ ଜୟ। ଅଥଚ ତୁ ପୁଅ ହିସାବରେ ଯା ଗୋଟେ କାମ କରି ଜାଗା ଥଇକିରି ଆସିଯା, କିନ୍ତୁ ମୋ ପାଖକୁ ଉଲଗ୍ନ ହେଇକିରି ଆସିବ, ଲଙ୍ଗଳା ଲୁଗାପଟା ଦେହରେ କିଛି ନଥିବ, କେବଳ ଲଙ୍ଗଳା। ଦୁର୍ଯ୍ୟୋଧନ ଗଙ୍ଗାରେ ସ୍ନାନ କରି ଆସୁଛି, ଭଗବାନ କୃଷ୍ଣ ଜାଣିଦେଲେ ମାୟାଧର, ଭାବିଲେ ସର୍ବାଙ୍ଗ ବଜ୍ର ହେଇଯିବ, ମରିବନି ଆଉ ଅମର ହେଇକି ରହିଯିବ। କାହିଁକି ନା ଗାନ୍ଧାରୀ ରହୁଛି ଦିବ୍ୟ ଚକ୍ଷୁ, ଯୋଉ ପଟଳ ବାନ୍ଧିକି ରଖିଛି, ଥରୁଟି ଯଦି ଯାହାକୁ ଅନେଇଦେବ ତା ଦେହ ଯାକ ବଜ୍ର ହେଇଯିବ। ତେଣୁକରି ସେ ତାକୁ ଡାକିଛି, ତେଣୁକରି ଇଏ ଗାଧେଇକି ସରପଟି ହେଇକି ଯାଉଛି, ନଙ୍ଗଳାଟା ହେଇକିରି, କିଏ? ଦୁର୍ଯ୍ୟୋଧନ। ଭଗବାନ ପହଞ୍ଚିଲେ, କଣ ହେ ଗୋଟେ ନା ମା ଗାନ୍ଧାରୀ କହିଛନ୍ତି ତ ଏମିତି ଯାଉଛି, ପିଲାଟି ହେଇଥିଲ ସିନା, ଭେଣ୍ଡାଟି ହେଲନି, ମା ପାଖରେ ଛିଡା ହେବ, ଏଡେ ବଡ ପାପ କର୍ମ କଲ, ଆଉ ଥରେ ମାତୃ ପାପ ଲାଗିବ, ଟିକେ ଲାଜ ଶରମ ଏ ଭାଗୁଟା ଟିକେ ଖୋଡେଇ ଦିଅ। କଦଳୀ ପଟୁଟା ଆଣିଲା, ଅଣ୍ଟା ପାଖଟା ବାନ୍ଧିଦେଲା, ଗାନ୍ଧାରୀ କଣ କଲେ ଅନ୍ଧ ପଟୁଳିଟା ଖୋଲିଲେ, ଚାହିଁଦେଲେ, ସବୁ ଜାଗାରେ ତାଙ୍କର ଦିବ୍ୟ ଦୃଷ୍ଟିଟା ପଡିଗଲା, କିନ୍ତୁ ଏଇଠି ଦିବ୍ୟ ଦୃଷ୍ଟିଟା ପଡିଲା ନାହିଁ। ଯଦି ମଧ୍ୟ ପଡି ଯାଇଥାନ୍ତା ଦୁର୍ଯ୍ୟୋଧନ ଆଉ ମରି ନଥାନ୍ତା। ଏଇଠି କଦଳୀ ପଟୁଟି ବନ୍ଧା ହେଇଯାଇଥିଲା,
ତେଣୁ ତାର ମୃତ୍ୟୁ ଭେଦୁରା ଏଇଠି ଥିଲା ହେଲେ ଭୀମ ଯେତେ ବାଡେଇଲେ ମଧ୍ୟ ମରୁନି ହାଲିଆ ହେଇଗଲା ସବୁ ଛାଡି ଦେବା ଉପରେ ଭଗବାନ ଆଖି ଠାର ଗାଣ୍ଟକ ମାରେ ଠାର ମାରିଦେଲେ ଏଇଠିକି ବାଡା ଘେଣ୍ଟ ପଡା ଗାଣ୍ଟ ମାରେ ଦୁର୍ଯ୍ୟୋଧନ କହିଲା ବୋଲା ପ୍ରଭୁ ଯୁଦ୍ଧ କରୁଛୁ ଆମେ ଦି ଜଣ ହଁ ତମେ ତୃତୀୟ ଲୋକ ଠାରିଛ। ଆମେ ଦେଖିବା କଥା କିନ୍ତୁ ତମେ ଆଖି ପତାରେ ଠାରିଦେଲ ପ୍ରଭୁ ନହେଲେ ମୁଁ ମରି ନଥାନ୍ତି ତମ ଯୋଗୁ ଆଜି ମୁଁ ମରୁଛି ମରୁଛି ତେଣୁ ଯୋଉ ଆଖି ପତାରେ ଠାରିଲ ଠାରିଛ ତମର ସେ ଆଖି ପତା ରହିବ ନାହିଁ ତେଣୁ ଦ୍ୱାପର ଯୁଗରେ ଦୁର୍ଯ୍ୟୋଧନ ଅଭିଶାପ ଦେଇଥିଲା କଳି ଯୁଗରେ ଯୋଉଟା କି ଆଖି ଅଛି ପତା ନାହିଁ ହାତ ଅଛି ପାପୁଲି ନାହିଁ ଶରୀର ଅଛି ଗୋଡ ନାହିଁ ଇଏ ହଉଛି ଜଗନ୍ନାଥଙ୍କର ଆଉ ତାଙ୍କ କଥା କହିଲ ମୋ କଥା କହିଲନି କଣ ଆଉ ମୁଣ୍ଡ ଅଛି ତୁ ବାଳ ନାହିଁ ଆରେ ନା ଟିକେ ରବି ସୌର ସୂର୍ଯ୍ୟର ଜବାଦିତ୍ୟ ଦ୍ୱାଦଶାତ୍ମ ଦିବାକର ଭାସ୍କର ସ୍କ୍ରଭଦ୍ର ପ୍ରଭାକର ଦିବାକର ଭାସ୍ପତ ବିଶତ ସତ୍ତା ସମରି ଦଷ୍ଟ ଦଶମ ବିକର୍ଦନାର୍କ ମାର୍ତ୍ତଣ୍ଡ ମିହିର ରୁଣ ଭୂଷଣ ଦିଉମଣି ତରଣ ମିତ୍ର ଚିତ୍ର ଭାନର ବିରୋଚନ ଭାনুରଂଶ ସହସ୍ରାସୁ ତପନ ସବିତା ରବି ଆରି ରବି ବୋଲନ୍ତେ ସୂର୍ଯ୍ୟ ସୂର୍ଯ୍ୟ ଆଜି ସୂର୍ଯ୍ୟ ଭଳି ଯେପରି ଆଲୋକ ଆଚ୍ଛା ଯୋଉ ଜ୍ଞାନର ଆଲୋକ ଯୋଉ ରବି ବାବୁ ଆଜି ସମସ୍ତଙ୍କ ଆଗରେ ବାଣ୍ଟି ଦେଇଛନ୍ତି ହଁ ସେ ରବି ବାବୁ ଆଜି ଆନନ୍ଦିତ ହୋଇ 100 ଭାରତୀୟ ମୁଦ୍ରା ଅର୍ପଣ କରିଛନ୍ତି ସେହି ରବି ବାବୁଙ୍କ ପାଇଁ ଆମେ ସାଧୁବାଦ ଜଣାଇବା ସହ ଆପଣମାନେ ସମସ୍ତେ କରତାଳି ଦ୍ୱାରା ତାଙ୍କୁ ଉତ୍ସାହିତ କରିବେ ବୋଲି ମୋର ବିନୀତ ଅନୁରୋଧ ମା ମାନେ ଟିକେ ହୁଳହୁଳି ବାପା ଭାଇ ସମସ୍ତେ ଟିକେ କରତାଳି ଦିଅନ୍ତୁ ରବି ବାବୁଙ୍କର ଦୀର୍ଘାୟୁ କରିବା ସହିତ ଠାକୁର ତାଙ୍କର ପରିବାରର ମଙ୍ଗଳ କରିଥାନ୍ତୁ।